ନମସ୍କାର ଦର୍ଶକ ବନ୍ଧୁ ଆପଣମାନଙ୍କ ପାଇଁ ମୁଁ ଆଜି ଏଇ ଭିଡ଼ିଓ ମାଧ୍ୟମରେ କିଛି ଶିକ୍ଷଣୀୟ ବିଷୟ ଆପଣମାନଙ୍କୁ ଜଣାଉଛି। ଆପଣ କେବଳ ନୋଟ୍ କରନ୍ତୁ। ଦେଖନ୍ତୁ, ପ୍ରାତଃ ବନ୍ଦନୀୟ ପଞ୍ଚଦେବତାଙ୍କର ପ୍ରଭାବଶାଳୀ ମନ୍ତ୍ର। ତ ଆପଣ ସକାଳେ ଉଠିଲେ କ'ଣ କରିବେ? ଏଇ 5ଟି ମନ୍ତ୍ରକୁ ଜପ କରିବେ ପ୍ରତିଦିନ। ଯଥା ଗଣେଶଙ୍କର ଓମ୍ ଗଂ ଗଣପତୟେ ନମଃ, ଓମ୍ ନମୋ ନାରାୟଣାୟ, ନାରାୟଣଙ୍କର କହିବେ। ଶିବଙ୍କର ସେମିତି କହିବେ, ଓମ୍ ନମଃ ଶିବାୟ, ଓମ୍ ଦୁଂ ଦୁର୍ଗାୟ ନମଃ, ଓମ୍ ଘୃଣୀ ସୂର୍ଯ୍ୟାୟ ନମଃ। ଏଇତକ ପ୍ରଥମେ ସକାଳେ ଆପଣମାନେ ଜପ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଦିନଟି ମଙ୍ଗଳମୟ ହେବ। ଏବେ ଦର୍ଶକ ବନ୍ଧୁ, ଆସନ୍ତୁ ଏବେ ଏଇ ଛୋଟିଆ ଭିଡ଼ିଓ ମାଧ୍ୟମରେ ଜାଣିବା ଯେ ଆମର ଯେଉଁ ଦେବାଦେବୀଙ୍କର ପ୍ରିୟ ପୁଷ୍ପ ଓ ପତ୍ର। ତ ଦର୍ଶକ ବନ୍ଧୁ, ଆମେ ମହାଦେବଙ୍କୁ ଯଦି ପୂଜା କରୁଛନ୍ତି ତେବେ ଆମେ କ'ଣ ଦେଇପାରିବା ଫୁଲ ହିସାବରେ? ମନ୍ଦାର, ନାଗାର୍ଜୁନ, ସେବତୀ, ଶ୍ୱେତପଦ୍ମ, ଅରଖ, ଜୟା, କଦମ୍ବ, ଧତୁରା, ପଳାଶ, କୁଶ, ବଉଳ, ଅଗସ୍ତି, ଗଙ୍ଗଶିଉଳି, କାଶତଣ୍ଡି, ଦୁବ ଏବଂ ବେଲପତ୍ର ଦେଇପାରିବା। ଠିକ୍ ସେମିତି ଆମେ ଯଦି ମା ଦୁର୍ଗାଙ୍କର ପୂଜା କରୁଛନ୍ତି ତେବେ ଆମେ ଦେବା ମନ୍ଦାର, କୁନ୍ଦ, ପୂର୍ଣ୍ଣାଗ, ଜୟନ୍ତୀ, ନାଗେଶ୍ୱର, ପାଟଳୀ, ନବମଲ୍ଲିକା, କନିଅର ଫୁଲ ଦେଇ ଆମେ ମା ଦୁର୍ଗାଙ୍କୁ ପୂଜା କରିବା। ଠିକ୍ ସେମିତି ଆମେ ଯଦି ସୂର୍ଯ୍ୟଙ୍କୁ ପୂଜା କରୁଛନ୍ତି ତେବେ ଆମେ ଦେବା ଚମ୍ପା ଫୁଲ, ଜାଇ, କୁନ୍ଦ, ପଦ୍ମଫୁଲ, ନାଗେଶ୍ୱର, ସମୀ, କୁଶ, ଅଶୋକ, ପଳାଶ, ଅଗସ୍ତି, ପୂର୍ଣ୍ଣାଗ, ଶତଦଳ ପଦ୍ମ, ଜବା, ଗଙ୍ଗଶିଉଳି, କୁଙ୍କୁମ, ବାସନ୍ତୀ, ଅରଖ। ଏହିସବୁ ଫୁଲ ଗୁଡ଼ିକୁ ଆମେ ସୂର୍ଯ୍ୟ ଦେବତାଙ୍କୁ ଦେଇପାରିବା। ଏବେ ଦେଖନ୍ତୁ, ଆମେ ଲକ୍ଷ୍ମୀଙ୍କ ପୂଜା କରିବା। ଲକ୍ଷ୍ମୀଙ୍କ ପୂଜା କଲେ କ'ଣ ଦେବା ନା ପଦ୍ମ, ଚମ୍ପା, ଅଶୋକ, ପୂର୍ଣ୍ଣାଗ, ସେବତୀ, କଦମ୍ବ, ଧୁତୁରା, ଦୁବ ଓ ବେଲପତ୍ର। ଏବେ ଆସନ୍ତୁ ଜାଣିବା ଗଣେଶଙ୍କୁ ଆମେ କ'ଣ ଫୁଲ ଅର୍ପଣ କରିବା। ତ ଗଣେଶ ଦେବତାଙ୍କୁ ଆମେ ଅପରାଜିତା, ଶ୍ୱେତଦୂର୍ବା, ପୂର୍ଣ୍ଣାଗ, ପଦ୍ମ, ମନ୍ଦାର, ଅଶୋକ, ଚମ୍ପା, ଧୁତୁରା, କଇଁ ଏସବୁ ଫୁଲ ଦେଇପାରିବା। ଏବେ ଜାଣିବା ବିଷ୍ଣୁଙ୍କର କ'ଣ ଆମେ ଦେବା। ତୁଳସୀ ପତ୍ର, ବେଲପତ୍ର, ପଦ୍ମ, ମାଳତୀ, ମଲ୍ଲି, ଜୁଇ, ଗୋଲାପ, କନିଅର, ଚମ୍ପା ଓ ଟଗର। ଠିକ୍ ସେମିତି ମା ସରସ୍ୱତୀଙ୍କୁ ଟଗର, ଗେଣ୍ଡୁ, ମନ୍ଦାର, ପଦ୍ମ, ଅଶୋକ, ପୂର୍ଣ୍ଣାଗ, ଶ୍ୱେତଦୂର୍ବା, ଧୁତୁରା, କଇଁ ଏହିସବୁ ଫୁଲ ଦେଇ ଆମେ ପୂଜା କରିପାରିବା। ତେବେ ଦର୍ଶକ ବନ୍ଧୁ, ଇଏ ମୁଁ ଆରମ୍ଭ କଲି ଗୋଟିଏ ଶିକ୍ଷଣୀୟ ବିଷୟ। ଏମିତି ଆଗକୁ ଆମେ ଅନେକ ଶିକ୍ଷଣୀୟ ବିଷୟ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କ ପାଖରେ ଆମେ ଉପଲବ୍ଧି କରାଇବୁ। ତେଣୁ ଆପଣମାନେ ଆମର ଭିଡ଼ିଓକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖୁଥିବେ। ଏହି ପ୍ରକାର ଶିକ୍ଷଣ ଜିନିଷ ଆମେ ଆପଣମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଭେଟିଦେବୁ। ଆଧ୍ୟାତ୍ମିକ କଥା ଗୁଡ଼ିକ, ଆଧ୍ୟାତ୍ମିକ ଭିଡ଼ିଓ ମାଧ୍ୟମରେ ଆମେ ସବୁ ଆପଣମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବୁ। ରହିଲୁ, ଧନ୍ୟବାଦ।